ମା କଣ ଦେଖୁଛ? ବହୁ ମୁଁ ତ ସକାଳୁ କିଛି ଖାଇନି, ହେଲେ ରୋଷେଇ ଘରେ ଦେଖିଲା ବେଳକୁ କିଛି ଖାଇବା ବି ବଳିନି। ମା ଆଜି ତ ମାସର ପ୍ରଥମ ତାରିଖ ନା, ବଡ ଭାଇ ଆଉ ଦିଦି ତମକୁ ନବା ପାଇଁ ଆସୁଥିବେ। ତମ ଖାଇବା ସେଠି ହିଁ ବନିଥିବ, ସେଥିପାଇଁ ମୁଁ ତମ ପାଇଁ କିଛି ଖାଇବା ବନେଇନି। ବହୁ ସକାଳେ ତ ବଡ ବୋଉ ଫୋନ କରିଥିଲା। ସେ କହୁଥିଲା ତା ବାପ ଘରେ କଣ କାମ ଅଛି, ସେ ତା ବାପ ଘରକୁ ଯାଇଛି। ସପ୍ତାହେ ପରେ ଆମକୁ ନବାକୁ ଆସିବ। ମା ଆମେ ଦୁଇ ଭାଇ ମିଶିକି ଡିସାଇଡ୍ କରିଛୁ ଯେ ତମମାନଙ୍କୁ ଆମେ ମାସେ ମାସେ ପାଳି କରିକି ରଖିବୁ। ଏବେ ପୁଣି କଣ ହେଇଗଲା ଯେ ତାଙ୍କ ପାଳି ଆସିଲା ବେଳକୁ ଭାଉଜଙ୍କୁ ତାଙ୍କ ବାପ ଘରକୁ ଯିବାକୁ ପଡିଲା। ପୁଅ ମୁଁ ଆଉ କଣ ଜାଣିଲି। ମା ତମେ ତାଙ୍କ ସହିତ କଥା ହେଇକି ଡିସାଇଡ୍ କରିଦିଅ ତମେ ତମର କଣ କରିବ, ଆମେ ଆଉ ତମକୁ ରଖିପାରିବୁନି।